ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର। ବେପରୁଆ ଗାଡ଼ି ଚାଳନା ପାଇଁ ଘଟିଛି ଏଭଳି ଦୁର୍ଘଟଣା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥ ବରୁଣଗଡ଼ିଆ ନିକଟରେ। ଆଜି ଭୋର 4 ଘଟିକା ସମୟରେ ପଶ୍ଚିମବଙ୍ଗରୁ ମାଛ ନେଇ ବାଲେଶ୍ୱର ଆସୁଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ବ୍ୟାରିକେଡ୍ ଭାଙ୍ଗି 12 ଫୁଟ ଉଚ୍ଚତାକୁ ଯାଇ ଗଛ ସହ ପିଟି ହୋଇ ଖସି ପଡ଼ିଥିଲା ଏହି ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ଘଟଣାର କ୍ଷଣକେ ପୋଲିସ ପହଞ୍ଚି ଚାଳକ ଓ ହେଲ୍ପରକୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ କ୍ଷତିଗ୍ରସ୍ତ ଗାଡ଼ିରୁ ମାଛ ଉଦ୍ଧାର କରି ଅନ୍ୟ ଗାଡ଼ିରେ ପଠାଇଥିଲେ। ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ୍ ସହ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମାଛ ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବା ଲୋକଙ୍କୁ ତାଗିଦ କରିଥିଲେ। তুমি মাছ নেই যাওছিল হ্যাঁ डाल दिए वो आदमी तो आगे पक्का हो गए थे कि मछली तो ए मछलो करे मछलो ए मछली वाला कहीं अरे भाई लाओ ट्रे गाड़ी तो पूरा नहीं देखो आउ कोन देखो बागलोड गाड़ी बागलोड लेके आजो कौन लेके बागलोड हां वो कातड़ो से ए बागलोड लुची की होची चलो देख ना नहीं तो